এই অন্ন পাই ସମସ୍ତେ ପେଟ ପାଟୁଛନ୍ତି ଖଟୁଛି ଆଜ୍ଞା। ଛୋଟ ବେଳରୁ ବାପା ମା ଛାଡିକି ଯାଇଛନ୍ତି, ମୋ ସାଙ୍ଗ କେହି ନାହାନ୍ତି। ଯଦି ଭାବିଛି ଆମ ସରକାର ଯଦି ଚେଞ୍ଜ ହେଇଛି ଯାହା ସରକାର ଆମ ପାଇଁ କିଛି କରିବେ। ଆମ ଦାଦନ ଖାଟି ଏବେ ବାହାରି ଯିବାକୁ ପଡିବ। ଦେଖିବା ବେଳେ ସିଏ ବି କିଛି ଅନ୍ଧକାର ହେଇଗଲାଣି। ସମତି ଦେବେ କିନ୍ତୁ ସମତିରେ କୌଣସି ପଇସାଙ୍କ ସମାଧାନ ନାହିଁ। ଏବେ ଜଗନ୍ନାଥଙ୍କର ଇଚ୍ଛା, ସେ ଯାହା କରିବେ। ଆମେ ଦିନ ରାତି ମଜୁରୀ ଖଟିକି 7 ବର୍ଷ ବାହାରେ ଥିଲୁ। ପିଲା ଛୁଆ ଛାଡିକି 7 ବର୍ଷ ଥାଇକି ଏଠି ଯେତିକି ଇନକମ୍ ଥିଲା ଆମେ ଏଇଠି ଇନଭେଷ୍ଟ କଲୁ। ଯେତିକି ଇନଭେଷ୍ଟ କରିକି ସବୁ ଆମ ଗଭର୍ଣ୍ଣମେଣ୍ଟ ଏବେ ଭାଙ୍ଗି ଚୁଡ଼ି ଦେଲା। କ'ଣ ଯେତେବେଳେ ଆମେ କାମ କରୁଥିଲି କି ଜାଗା ଖଣ୍ଡେ କିଣିଥିଲି କି ଗଭର୍ଣ୍ଣମେଣ୍ଟ ଇଟା ଯୋଡ଼ାଇଥିଲା, ଗଭର୍ଣ୍ଣମେଣ୍ଟ ସେତେବେଳେ ନଥିଲେ, ପ୍ରଶାସନ ସେତେବେଳେ ଦେଖି ଜାଣୁଥିଲେ। କାହିଁକି ଗରିବ ଲୋକଙ୍କର ପଇସାଟା ଇନଭେଷ୍ଟ ହେଉଛି ତାଙ୍କୁ ମନା କରାଯାଉ। ଯଦି ଏବେ ଭାଙ୍ଗି ଦେଇଛି ସରକାରଙ୍କୁ କୁହନ୍ତୁ ତାଙ୍କ ସେ ପଇସାଟା କିଛି ତାଙ୍କୁ ସହାୟତା କରନ୍ତୁ। ସେ ଆଉ ଗୋଟେ ଘରଟିଏ କରିଥାଉ, ଏତିକି ତାଙ୍କୁ ଗୁହାରି। ସବୁ ପଇସା ସରିଗଲା। ଆଜ୍ଞା ଆଜ୍ଞା। ଖଟି ଖଟି ରୋଜଗାର କରୁଥିଲେ ସବୁ। ଏଇ ଅନ୍ନ ପାଇଁ ସମସ୍ତେ ପେଟ ପାଟୁଛନ୍ତି ଖଟୁଛି ଆଜ୍ଞା। ଛୋଟ ବେଳରୁ ବାପା ମା ଛାଡିକି ଯାଇଛନ୍ତି, ମୋ ସାଙ୍ଗ କେହି ନାହାନ୍ତି। ଯଦି ଭାବିଛି ଆମ ସରକାର ଯଦି ଚେଞ୍ଜ ହେଇଛି ଯାହା ସରକାର ଆମ ପାଇଁ କିଛି କରିବେ। ଆମ ଦାଦନ ଖାଟି ଏବେ ବାହାରି ଯିବାକୁ ପଡିବ। ଦେଖିବା ବେଳେ ସିଏ ବି କିଛି ଅନ୍ଧକାର ହେଇଗଲାଣି। ସମତି ଦେବେ କିନ୍ତୁ ସମତିରେ କୌଣସି ପଇସାଙ୍କ ସମାଧାନ ନାହିଁ। ଏବେ କ'ଣ କରିବେ? ଏବେ ଜଗନ୍ନାଥଙ୍କର ଇଚ୍ଛା, ସେ ଯାହା କରିବେ।